नमो भगवते वासुदेवाय। श्रीमद्भागवत दशम स्कंध 85तम अध्याय। शुक उवाच। शुक कहन्ति राजा आगे, राक्षस मिली यज्ञ भागे। शशि पार्वण रात्र काले, प्रचंड बात संग मेले। धूली पूरिला 10 दिशे, कुत्सित पूजे गंधवासे। बल्वल वीर महारोषे, आच्छादी अमेध्य बरसे। यज्ञनाशने महावीर, माया प्रकाशे अंधकार। भये चाहन्ति ब्रह्ममुनि, मिलिला हस्ते शूल घेनी। घोर प्रचंड महाकाये, ओष्ठका मोरी कोपे चाहे। तार बदन चारि पासे, अनल खंड प्राय दिशे। हरि हरि बोल। तपत तंबा प्राय दाढ़ी, बदनु शुभे घोर रड़ी। विकट दंत तार मुखे, भ्रुकुटी कुटिल सुरेखे। देखि ताहार दुष्ट मती, हळ सुमरी हळपति। हस्त पातिले शून्य मार्गे, हळ मिलिला आसी बेगे। घोर दानव निबारणे, मुसळ मिलिला तक्षणे। गगने देखिता शरीर, लंगल अग्रे नीलांबर। आकर्षि आणी यज्ञ दांडे, मुसळ प्रहारिले मुंडे। तक्षणे होई खंड खंड, तले पड़िला मृत पिंड। रुधिर गले ता बदने, प्राण छाड़िला घोर स्वने। शबद 10 दिगे पुरी, बासव वज्रे जेह्ने गिरी। अवनी होइला उश्वास, ब्राह्मणे मिली राम पास। कल्याण करन्ति आनंदे, निगम वाक्य अनुवादे। पुष्प बरसी स्तुति भणी, सुंदर दिशई धरणी। रामे पूजिले महाजने, वृत्त विनाशे इंद्र जेह्ने। हरि हरि बोल। नाना कुसुमे परिमल, हृदे लंबाई वनमाळ। नील दुकुल रत्नमणि, पूजिले हरसरे घेनी। ब्राह्मणे होई अनुज्ञात, हरस्ये रोहिणीर सुत। चलिले तीर्थर कारणे, मिलिले कौशिकी स्थाने। तक्षणे कौशिकी जले, स्नान सारिले विप्र मेले। पितृतर्पण सारितीरे, मिलिले मान सरोवरे। सरजु अनुस्रोते चली, बेणी प्रयागे जाई मिली। गंगा जमुनार संगमे,
প্রয়াগ তীর্থে শুদ্ধ মনে রাম সারিলে নিত্য কর্ম পিতৃদেবଙ୍କୁ জলদান তুলহাশ্রম তহু গলে ঋষি ব্রাহ্মণଙ୍କର তুলে সুখে গমন যদুপতি ମିଳିଲେ ଗଣ୍ଡ କି ଗୋମତି ବିପାସା ଶୁଣ ନଦୀ ଜିଣି ଗୟା ଗମିଲେ ହଳ ପାଣି ପିଣ୍ଡେ ଉଦ୍ଧରି ପିତୃଗଣ ତହୁଁ ଚଳିଲେ ତୋଷ ମନ ତହୁଁ କେତେ ହେଁ ଦିନେ ହଳି ଗଙ୍ଗା ସାଗରେ ଯାଇ ମିଳି ସ୍ନାନ ସାରିଣ କାମ ପାଳ ପ୍ରବେଶ ହେଲେ ନୀଳାଚଳ ସମୁଦ୍ରେ ସାରିଲେ ସ୍ନାହାନ ତହୁଁ ଚଳିଲେ ତୋଷ ମନ ମିଳିଲେ ମହେନ୍ଦ୍ର ଆଶ୍ରମେ ତହିଁ ଭେଟିଲେ ପରଶୁରାମେ ତାହାଙ୍କୁ କରି ନମସ୍କାର ଗମନ କଲେ ହଳଧର ଶପଥ ଗୋଦାବରୀ ବେଣୀ ପମ୍ପା ଯେ ଭୀମ ରଥି ଜିଣି କାର୍ତ୍ତିକେୟଙ୍କୁ ଦେଖିବାରେ ମିଳିଲେ ଯାଇ ଶ୍ରୀଶୈଳେ ରୁଦ୍ରଙ୍କୁ କରି ନମସ୍କାର ଦ୍ରାବିଡ଼େ ଗଲେ ହଳଧର ଭେଙ୍କଟ ପ୍ରଭୁ ଦର୍ଶନ ଆନନ୍ଦେ ରୋହିଣୀ ନନ୍ଦନ କରି ଚଳିଲେ ତପନିଷ୍ଠି ପୁଣି ମିଳିଲେ କାମ କୋଟି କାଞ୍ଚି କାବେରୀ ତହୁଁ ଗଲେ ଯୋଗୀ ଜନଙ୍କ ସଙ୍ଗ ମିଳେ ଶ୍ରୀରଙ୍ଗ ତୀର୍ଥ ତହିଁ କରି ନିତ୍ୟ ସଂସ୍ଥିତ ଜହିଁ ହରି ଋଷଭଗିରି ବିଷ୍ଣୁ ସ୍ଥାନ ତହୁଁ ଚଳିଲେ ମଧୁବନ ଦକ୍ଷିଣ ପଥେ ଅପ୍ରମାଦେ ତହୁଁ ଚଳିଲେ ସେତୁ ବନ୍ଧେ ଦୁରିତ ଦହେ ଦର୍ଶନେ ଶ୍ରୀରାମ ପୂଜି ତୋଷ ମନେ ହରି ହରି ବୋଲ ରଘୁନାଥଙ୍କ ପ୍ରୀତି ଅର୍ଥେ ଧେନୁ ଉତ୍ସର୍ଗିଲେ ଅୟୁତେ ତହୁଁ ଆନନ୍ଦେ କାମ ପାଳ ମିଳିଲେ ପୁଣ୍ୟକୃତ ମାଳ ତହୁଁ ଚଳିଲେ ତାମ୍ର ପର୍ଣ୍ଣି ସଙ୍ଗେ ଅନେକ ବିପ୍ର ଘେନି ମଳୟ କୁଳାଚଳ ଦେଶେ ମିଳିଲେ ଅଗସ୍ତିଙ୍କ ପାଶେ ଚରଣେ କରି ନମସ୍କାର ଆଶିଷ ଘେନି ତାହାଙ୍କର ଦକ୍ଷିଣ ସିନ୍ଧୁ ତୀରେ ମିଳି ରାମ ଦେଖିଲେ ଭଦ୍ରକାଳୀ ଦୁର୍ଗା ନିକଟୁ କୁମ୍ଭ ମାସେ ରାମ ଚଳିଲେ ମନ ତୋଷେ ଉତ୍ତମ ପଞ୍ଚ ଅପସର ତହୁଁ ଚଳିଲେ ହଳଧର ଜହିଁ ଗୋବିନ୍ଦ ସନ୍ନିହିତ ଧେନୁ ଉତ୍ସର୍ଗିଲେ ଅୟୁତ ତହୁଁ ଆନନ୍ଦେ ବଳରାମ କେରଳ ନଗରେ ଆଗମ ତ୍ରିଗର୍ତ୍ତ ଦେଶ ତହୁଁ ଦେଖି ରାମ ମିଳିଲେ ଜ୍ୱାଳାମୁଖୀ ଗୋକର୍ଣ୍ଣ ତୀର୍ଥ ମହାସ୍ଥାନ ଜହିଁ ଧୂର୍ଜଟି ସନ୍ନିଧାନ ତହୁଁ ଭେଟିଲେ ଆର୍ଯ୍ୟା ଦେବୀ ବ୍ୟାସ ନନ୍ଦିନୀ ପାଦେ ସେବି ତାପ୍ତି ପୟୋସ୍ନି ବିନ୍ଧ୍ୟା ସେବି ଦଣ୍ଡକାରଣ୍ୟ ପୁଣ୍ୟ ଭୂବି ତହୁଁ ଗମନରେ ବାତିରେ ପ୍ରବେଶ ମାହିଷ୍ମତି ପୁରେ ସ୍ନାହାନ ସାରି ମନୁ ତୀର୍ଥେ ଧେନୁ ଉତ୍ସର୍ଗ ଶିବର୍ଥେ ସନ୍ତୋଷେ ରୋହିଣୀ ନନ୍ଦନ ପୁଣି ପ୍ରଭାସେ ଆଗମନ ବନ୍ଦିଲେ ବିପ୍ରଙ୍କ ଚରଣ ସୁକ ବୋଲନ୍ତି ରାୟ ଶୁଣ କୁରୁ ପାଣ୍ଡବ ଯୁଦ୍ଧ ବାଣୀ ବିପ୍ରଙ୍କ ମୁଖୁ ରାମ ଶୁଣି ଅନେକ ରାଜା ଗଲେ ନାଶ ବଳାକ୍ଷୋହିଣୀ ଅଷ୍ଟାଦଶ ଶୁଣି ସାନନ୍ଦ ହଳଧର ବୋଇଲେ ଗଲା ଭୂମି ଭାର ସୁଜନେ ନାହିଁ ଦୁଷ୍ଟ ବାଧା ଯୁଦ୍ଧ ହୋଇଲା ଶେଷ ଗଦା ଶେଷେ ଯୁଝନ୍ତି ବେନି ଜନ ଦୁର୍ଜୟ ଭୀମ ଦୁର୍ଯ୍ୟୋଧନ ବିଷମ ଶୁଣି ଗଦା ଯୁଦ୍ଧ ରାମ ମିଳିଲେ ରଣ ମଧ୍ୟ ରାମଙ୍କୁ ଦେଖି ଧର୍ମସୂତ ସଙ୍ଗେ ଅଛନ୍ତି ତିନି ଭ୍ରାତ କୃଷ୍ଣ ଅଛନ୍ତି ତାଙ୍କ ମେଳେ ତା ଦେଖି ରାମ ସୁଖ ଭୋ
କୋଳେ କୃଷ୍ଣଙ୍କୁ ଆଲିଙ୍ଗନ କରି ଧର୍ମନନ୍ଦନ କର ଧରି ଗୋବିନ୍ଦ ରାମ ପାଦେ ନମି କିଛି ନ ବୋଲି ହେଲେ ତୁନି ରାମ ଚାହିଁଲେ ବେନି ବୀର ଗଦା ସମରେ ମହାଘୋର ବାରିବା ଅର୍ଥେ ବିଚାରିଲେ ଜାଣି ଗୋବିନ୍ଦ ମାୟା କଲେ ଦେଖି ମଣ୍ଡଳ ଗଦା ଗତି ବୋଲନ୍ତି ରେବତୀର ପତି ଶୁଣ ହୋ ଦୁର୍ଯ୍ୟୋଧନ ଭୀମ ଗଦା ସମରେ ଦୁହେଁ ସମ ଉତ୍ତମ ଶିକ୍ଷା ଦୁର୍ଯ୍ୟୋଧନ ବଳେ ଅଧିକ ଭୀମସେନ ଏ ଗଦାରଣେ ଫଳ ନାହିଁ ସଂଗ୍ରାମ ଛାଡ଼ ଦୁଇ ଭାଇ ଗଦା ପ୍ରହାରେ ଦୃଢ଼ ମତି ରାମର ବାକ୍ୟ ନ ଶୁଣନ୍ତି ବୈରୀ ବଧ ସୁମରନ୍ତି ଘୋର ଶବଦେ ପ୍ରହାରନ୍ତି ରାମ ଦେଖିଲେ ତାଙ୍କ ଗତି ଆନନ୍ଦ ମନେ ଦ୍ୱାରାବତୀ ମିଳିଲେ ରୋହିଣୀ ନନ୍ଦନ ଦେଖି ଆନନ୍ଦ ଉଗ୍ରସେନ ବନ୍ଧୁ ବାନ୍ଧବ ପୁତ୍ର ବଳ କରନ୍ତି ଜଣେ ଜଣେ କୋଳ ଏମନ୍ତେ ରହି ଦିନା କେତେ ମିଳିଲେ ନୈମିଷ ତୀର୍ଥେ ଯଜ୍ଞେ ଯେ ଥିଲେ ମୁନି ଜନେ ତକ୍ଷଣେ ରାମର ବଚନେ ରାମଙ୍କୁ କରାଇଲେ ଜାଗ ନିବୃତ୍ତ କ୍ରିୟା ଅନୁରାଗ ସନ୍ତୋଷେ ରୋହିଣୀ ନନ୍ଦନ ମୁନିଙ୍କି ଦେଲେ ଦିବ୍ୟ ଜ୍ଞାନ ଯାହାର ମାୟା ବଳେ ବିଶ୍ୱ ରବିର ପ୍ରାୟ ଦୃଶ୍ୟାଦୃଶ୍ୟ ହରି ହରି ବୋଲ ସଙ୍ଗତେ ଘେନି ନିଜ ନାରୀ ସେ ଅବଭୃଥ ସ୍ନାନ କରି ସୁହୃଦ ବନ୍ଧୁ ମଧ୍ୟେ ଥାଇ ଶଶାଙ୍କ ପ୍ରାୟ ବିରାଜଇ ଆଦି ଯେତେ କର୍ମ ଗୁଣ ରାଜନ ଏକ ମନେ ଶୁଣ ମାୟା ମନୁଷ୍ୟ ଅବତାର କେ କହୁ ମହିମା ତାହାର ଏ ରାମ କର୍ମ ଯେ ଶୁଣନ୍ତି ମାୟା ମୋହରେ ନ ପଡ଼ନ୍ତି ଉଭୟ ସନ୍ଧ୍ୟା କାଳେ ଶୁଣି କୃଷ୍ଣ ସେବକ ଯେତେ ପ୍ରାଣୀ ଲଭନ୍ତି ଭକତିର ତତ୍ତ୍ୱ କହଇବି ପ୍ରଜଗନ୍ନାଥ ଭାବେ ଲଭନ୍ତି ଭକତିର ତତ୍ତ୍ୱ ଭାବେ କହଇବି ପ୍ରଜଗନ୍ନାଥ ହରି ହରି ବୋଲ इति श्रीमद्भागवते महापुराणे पारमहंस्यां संहितायां दशमस्कन्धे उत्तरार्धे बलदेव तीर्थयात्रा निरूपणं नाम 85तम अध्यायः।